Hey guys, good morning. Welcome to my new vlog. ଆଜି ସକାଳୁ ଉଠିକି ଦାନ୍ତ ଅଛି ଟାଇମ୍ ଆଜି 9ଟା ବାଜିଲାଣି। ବୋଉ ସ୍କୁଲ ଯିବ ବୋଲି ବି ଖାଇଲାଣି ସକାଳୁ ଉଠି ତାର ମାନେ ଭଜା ତାର ଭାଜି ଦେଇଛି ଉଠିକି ଏକାଠି କେମିତି କାଟିକି ତ ଭଲ ନାହିଁ ତଥାପି କାଟିକି ଏକାଟା ଭାଜି ଦେଇଛି କହିଲେ ଆଇ ଖାଇଦେବୁ ଦାନ୍ତ ଘଷାରିଣି। ଆପଣ ଦେଖିତେ ମୁଁ କାଲି ଗୋଟେ ଭିଡ଼ିଓ ଅପଲୋଡ଼ କରିଥିଲି ଯେଉଁ ସରସ୍ୱତୀ ପୂଜାର ଭସାଣି ଉପରେ ସରସ୍ୱତୀ ପୂଜା ଭସାଣି ସେ ଭିଡ଼ିଓରେ ମୋର କପିଟା ଷ୍ଟ୍ରାଇକ୍ ହେଇଛି। କିଏ ମାରିଛି ମୁଁ ସେଇଟା ଭାବୁଛି ମାନେ ୟୁଟ୍ୟୁବ ମାନେ ବ୍ୟାନ୍ ବି କରିଦେଇପାରେ ଆକାଉଣ୍ଟ ଚାହିଁଲେ ସେ କପି ଦ୍ୟାଟ୍ ଷ୍ଟ୍ରାଇକ୍ ଆସିଲେ ସାଙ୍ଗେ ସାଙ୍ଗେ ମୁଁ ସେ ଭିଡ଼ିଓ ଡିଲିଟ୍ କରି ପ୍ରାଇଭେଟ୍ କରିଦେଲି। କିଏ ମାରିଛି ସେଇଟା ତ ଜଣା ପଡ଼ିବନି ମାନେ ଲେଖା ହିଁ ଆଇଲେ ଖାଲି ମାନେ ଆପଣଙ୍କର ଏଇଟା କପି ଦ୍ୟାଟ୍ ଷ୍ଟ୍ରାଇକ୍ ହେଇଛି ଭିଡ଼ିଓ ଉପରେ ସେ ଭିଡ଼ିଓ ଡିଲିଟ୍ କରିଦେଲି। ତ ଚାଲ ଏବେ ଖାଇବା ଆଉ କପି ଦ୍ୟାଟ୍ ଷ୍ଟ୍ରାଇକ୍ ଆସିଲେ ଭଲ ଜମା ନୁହେଁ ୟୁଟ୍ୟୁବ ପଖାଳ ଭାତ କ'ଣ କରୁଛି ଖାଇଦେବା ପଖାଳ ତ କାହିଁ ତ ଏ ଘରେ ଅଛି ଛାତ ଉପରେ ମୁଁ ଖାଇବି ନା ଥାଉ କି ଭଜା ସିମ ଆଳୁ ଫାଳୁ ପକେଇ ଶାଗ ବି ଶାଗ ଭାଜି ଦେଇଥିବି ଆଉ ପଖାଳ ତ ଖାଇବା ଖାଇଦେଇ ଛାତ ଉପରେ ପଳେଇବା ବହୁତ ଆଜି ସ୍କୁଲ ପଳେଇବ ଛାତ ଉପରେ ଯାଇ ବସିବା ଆଉ ତ ଗାଈ ସେଇଟା ଟାଇମ୍ ଆସି ବାଜିଲାଣି 10:30 ଖାଇକି କଷା ମାଂଚିକି ବୋଉ ବି ସ୍କୁଲ ପଳେଇଲା ତାର ଛାତ ଉପରେ ଯାଇଥିଲି ବସିକି ଆଇଲି ମାନେ କାଲିର ଭିଡ଼ିଓ ଆଉ ଏଡ଼ିଟିଂ କରିବା ଜମା ମନ ହିଁ ନାହିଁ ଅପଲୋଡ଼ କରିବା ଖାଲି ଶୋଇପଡ଼ିଛି ଉଠିକି ସବୁ କାମ ଫାମ କରିକି ଏବେ ଯାଉଛି ଏଡ଼ିଟିଂ କରି ଅପଲୋଡ଼ କରିବି ଡେଲି 7ଟା ଛାଡ଼େ ଆଜି ଆସି ବାଜିଲାଣି 10:30 11ଟା 12ଟାରେ ବୋଧେ ଅପଲୋଡ଼ ହେବ ମତେ ଲାଗୁଛି ଏଡ଼ିଟିଂ କରି ଅପଲୋଡ଼ କଲାବେଳକୁ ଚାଲ ଏଡ଼ିଟିଂ ଜଲ୍ଦି ଜଲ୍ଦି କରିକି ଅପଲୋଡ଼ କରିଦେବା ଭିଡ଼ିଓଟା। ତ ଆଇନା ଭିଡ଼ିଓ ଅପଲୋଡ଼ ହେଇଯାଇଛି ମାନେ କ'ଣ ଅପଲୋଡ଼ରେ ଛାଡ଼ି ଦେଇଛି ପ୍ରୋସେସିଂରେ ପଡ଼ିଛି ମାନେ ଅପଲୋଡ଼ ହେଉଛି ଲାଇନ୍ ବି ନାହିଁ ତ ପଡ଼ିଛି ଭିଡ଼ିଓ ମାନେ ପ୍ରୋସେସିଂରେ ପଡ଼ିଛି ବହୁତ ଲେଟ୍ ହେଉଛି ଯିବାକୁ ତ ନେଟୱାର୍କ ପାଉନି ମୁଁ ଛାତ ଉପରେ ପଳେଇ ଆସିଲି ଛାତ ଉପରେ ନେଟୱାର୍କ ଯେଉଁ ପାଇବେ ଆପଣ ତ ଜାଣିଥିବେ। ଚାଲ ଛାତ ବସିବା ଅପଲୋଡ଼ ଭିଡ଼ିଓ ହେଇଗଲେ ତାପରେ ତଳକୁ ପଳେଇବା। ତ ଭିଡ଼ିଓ ମାନେ ଅପଲୋଡ଼ ହେଇଯାଇଛି ଶୀତ ଦିନ ତ ଗଲାଣି ଶୀତ କେତେ ଛାତ ଗରମ ହେଲା ଖରାପ ପଡୁଛି ଭିଡ଼ିଓ ଅପଲୋଡ଼ ହେଇଯାଇଛି ଆପଣ ଦେଖିପାରିବେ ବୁଟୁ ମତେ କୋଳି ଦେଲାନି ତ ଦେଖି ଦିଅନ୍ତୁ ଯାଇକି ଆଉ ପଳେଇଲେ ଏବେ ଗେମ୍ ମାନେ ଫ୍ରି ଫାୟାର ମୁଁ କେତେ 3-4 ଦିନ ଆଣି ଟିକେ ଖେଳିନି ଗୋଟେ ସାଙ୍ଗରେ ଫୋନ୍ କରିଥିଲା ତ ଲାଇକ୍ ଆସିନି ପର୍ଯ୍ୟନ୍ତ ଲାଇଟ୍ ଖେଳିବା ମୁଁ ଭାବୁଛି ଟିକେ ଗେମ୍ ଖେଳି ଆସିବି ଗେମ୍ ଖେଳି ସାରିଛି ଆସିକି 1 ବାଜିଲାଣି ତ ମୁଁ ଗାଧେଇନି ଗାଧେଇ ପଡ଼ିଆ ଆଜ୍ଞା ଲାଇନ୍ ଆଇଲାଣି ଇଏ ଆସିଥିଲା ଜଗନ୍ନାଥ ବସି ତେଣୁ ଗେମ୍ ଖେଳୁଥିଲୁ ଗାଧେଇ ପଳେଇ ଆସିବା। ତ ଆଜି ଜଣେ ଗାଧେଇ ମୁଁ ଆସିସାରିଛି ଟାଇମ୍ ଆସି 1:40-45 ହେଲାଣି ଆପଣଙ୍କ ଚୁଟି ହେୟାର ଷ୍ଟାଇଲ୍ ଟିକେ ଅଲଗା ପ୍ରକାର ଦେଖାଯାଉଥିବ ସାମ୍ପୁ ସାବୁନ ଫାବୁନ ମାରି ପୁରା ଆଜି ଷ୍ଟ୍ରେଚିଂ କରି ସ୍ମୁଥ୍ କରିଦେଇଛି ସେଥିପାଇଁ ବୋଉ ଆସିଲା ମୁଁ ସାର୍ଟ ପ୍ୟାଣ୍ଟ ମୋର ଆସିନି ଭଲ ମୁଁ ଆସିଲା ତ ଆସିବ 2:40-50 ବେଳକୁ ମୁଁ ସାର୍ଟ ପ୍ୟାଣ୍ଟ ଅଛି ଚାଲ ଟିକେ ଶୁଖେଇଦେବା ଛାତ ଉପରେ ଧୋଇ ଦେଇଛି ସବୁଦିନ ଗାଧା ପୂର୍ବରୁ ସବୁ ଧୋଇଦେଲି ସୁଟ୍ଟା ଆଉ ସେ ପ୍ୟାଣ୍ଟ ହେଇଛି ଶୁଖେଇଦେବା ଛାତ ଉପରେ ବାଲ୍ଟିରେ ପୁରେଇ ନେଇଛି ଆଉ ଗାଇସ୍ ନେଇ ଆଇଲି ନା ପୁରେଇ ଏଥିରେ ଖରା ଆଜି ବାଗିଆ ଦେଖ ହେଇଛି ମୁଁ କହୁଥିଲି ନା ସକାଳେ କହୁଥିଲି ଗରମ ହେଉଛି ଏବେ ଦେଖ ମାନେ ଭଲ ଲାଗୁଛି ଛାତ ଉପରେ କାହିଁକିନା ଗାଧେଇ ଖାଇଲି ସାଙ୍ଗେ ଛାତରେ ଧାନ ଶୁଖେଇଛନ୍ତି ସେଠି ଚାଲ ଇଏ କରିଦେବା ଆଉ ଶୁଖେଇଦେବା ସାର୍ଟ ଆଉ ପ୍ୟାଣ୍ଟ ଆଉ ସୁଟ୍ଟା ଶୁଖେଇଦେଲି
ଖରା ବାତ୍ୟା କରିଛି ମୁଁ ଭାବୁଛି ବସିଯିବି 10-15 ମିନିଟ୍ ବୋଉ ଆସିଲା ଆଗେ ସେଠି ତାଙ୍କ ଧାନ ବି ମାନେ ଘାଣ୍ଟିବା ପାଇଁ ଟିକେ ଉପରୁ ପଳେଇ ଆସିଛନ୍ତି ତ ଗାଈ ସେକିନା ସେ 2:20 ବାଜିଲାଣି ତ ମୁଁ ଛାତ ଉପରେ ହିଁ ବସିଥିଲି ସେତିକି ବେଳକୁ ସାର୍ଟ ପ୍ୟାଣ୍ଟ ଶୁଖିଗଲାଣି ଅଧା ଅଳ୍ପ ଅଧଘଣ୍ଟାରେ ଶୁଖିଯିବ ଅଧଘଣ୍ଟା 50 ମିନିଟ୍ ହେଲାଣି ଆସି ବସିଥିଲି ଛାତ ଉପରେ ବୋଉ ଆସିବା ଟାଇମ୍ ହେଇଗଲାଣି ସ୍କୁଲ ପଳା ସେକିନା ଆସି ଟାଇମ୍ 2:30 ବାଜିଲାଣି 2:40 ପାଖାପାଖି ହେଲାଣି ବୋଉ ଆସିସାରିଛି ସ୍କୁଲରୁ ମୁଁ ଏଇନା ଖାଉଛି ବସିକି ବୋଉ ବି ତାର ବସିକି ଖାଉଛି ଖାଇସାରିଛି ବୋଉ ତାର ବସିକି ଖାଉଛି ଆଉ ମୁଁ ଟିକେ ଏଇନା ଖେଳୁଥିଲି ଗୋଟେ ସାଙ୍ଗରେ ଫୋନ୍ କରି କହିଲା ଗୋଟେ ମାନେ କଷ୍ଟ୍ୟୁମ୍ ଅଛି ଇମ୍ପୋର୍ଟାଣ୍ଟ କଷ୍ଟ୍ୟୁମ୍ ମାନେ ବଡ଼ ଗୋଟେ ୟୁଟ୍ୟୁବରଙ୍କ ସାଙ୍ଗରେ ଅଛି ଟିକେ ସେ କହିଲା ମୁଁ ଖେଳିବା ପାଇଁ ଆସିକି ରେଡ଼ି ବସିଲେଣି ଫିଙ୍ଗର ସ୍ଲିପ୍ ବି ନାଇ ଦେଇଛି ପहले ଏତେ ଖସେ ନା ତ ଫିଙ୍ଗର ସ୍ଲିପ୍ ନାଇ ଖେଳିଲେ ବାଗିଆ ଖସେ ଚାଲ ଖେଳିବାକୁ ସେଠି ତାପରେ ଟାଇମ୍ ଆସି ବାଜିଲାଣି 6:30 ଏଇନା ମୁଁ ଗେମ୍ ଫେମ୍ ଖେଳି ସାରିକି ମୋବାଇଲ ଚାର୍ଜ ବସେଇ ଦେଇଥିଲି ଟିକେ ଚାର୍ଜ ବସେଇ ଦେଇଥିଲି କ'ଣ ଥିଲା 50-60 ଥିଲା ମୁଁ ବସିଥିଲି କାହିଁକିନା ରାତିରେ ମୁଁ ଏଡ଼ିଟିଂ କରିକି ଶୁଏ ତ ଚାର୍ଜ ହୁଏ ନା ସେଇଥିପାଇଁ ମୁଁ ବସେଇ ଦେଇଥିଲି ଟିକେ ଯାଇଥିଲି ଟିକେ ବଣଖଳ ଆଡ଼କୁ ବୁଲି ଖେଳି ଆଇଲି ବସିକି ଆକାଶରେ ଯାଇଥିଲେ ନା ଆସିଲି ଫୁଲ୍ ଚାର୍ଜ ବି ଯାଇଥିଲା ତ ବି ଅଛି ଖାଇବା ପାଇଁ ରାତି ବୋଉର ମୋର ଭାତ ତରକାରୀ ଅଛି ରୁଟି କରିବି ଆଜି ପୁରା ରୁଟି କରିଦେ ତ ରୁଟି କରିବି ଯେତେବେଳେ ଦେଖିବା ଆପଣମାନେ ତ ଖାଇବା ପାଇଁ ରୁଟି ବି ରୁଟି ଭାତ ଅଛି ତ ଖାଇବା ପାଇଁ ହେଲେ ମୁଁ କହିଲି ଆଜି ରୁଟି କର ତ ସେଥିପାଇଁ ଆଜି ରୁଟି କରିବି ଦେଖିବା ଚାଲ ବୋଉ ପଳେଇଛି ଗୋଟେ ଆଖଡ଼ା ଗୋଟେ ଗୀତ ବୁଲିବାକୁ ଫଳ ଗୋଟେ ଅଛି ଚାଲ ଖାଇଦେବା ଖାଇଦେଇକି ରୁଟି ଦଳିଆ ରୁଟିରେ କେତେ ମାନେ କଂସାରେ ପଶିକି ଅଛି ଅଲଗା ଜିନିଷ ବୋଲି ମୁଁ ଥାଳି ଯେତେ ଚକୁଛି ଟିକେ ଲୁଣ ଲୁଣିଆ ହେଇଯିବ ସଇଲା ଖାଇ ହବନି ଆଉ ରୁଟି ଲୁଣ ପକେଇ ଦେଇଛି ଟିକେ ଲୁଣ ମିକ୍ସ କରିଦେବା କାହିଁକିନା ରୁଟି ଅଛି ଏଥିରେ ରୁଟି ଅଟା ହେଇ ପକେଇଦେବା କେତିକି ଦରକାର ଦେଖିବା ବୋଉ ତାର ଖାଇବା ପିଠା କହିଲା ସେଥିପାଇଁ ମୁଁ ଖାଲି ମୋ ପାଇଁ 3-4 ପଟ ହେଲେ ମୋ ପାଇଁ ହେଇଯିବ ଅଧିକ ପଡ଼ିବନି ସେଥିପାଇଁ ଆଉ ଟିକେ ପକେଇବା ଅଟା ଆଉ ଅଳ୍ପ ପକେଇବା ମୁଁ ଗୋଟେ ହାତରେ ଧରିକି ଆଉ ଗୋଟେ ହାତରେ ମୁଁ ଚକୁଡ଼ି ପାରୁନି ସେଥିପାଇଁ ମୁଁ ଚକୁଡ଼ି ସାରି ଆପଣ ତାପରେ ଦେଖିବି ଗୋଟେ ରୁଟି କରିଦେଇଛି ଥର ଯୋଉ ଟାଣ ସେଇ ପୁରା ହେଇଛି ଦଳିବା ଟିକେ କ'ଣ ଭୁଲ ଭାଲ କରିଦେଇଛି ସେଥିପାଇଁ ତ ହେଇନି ଭଲ ଆଉ ଗୋଟେ ପକେଇଛି ଏବେ ଦେଖିବା ଏବଂ ଫୁଲିଲାଣି ଏମିତି ଫାଷ୍ଟରୁ ଦେଖ ପୋଡ଼ିଗଲା ମାନେ ମଧ୍ୟ ପୋଡ଼ିନି ଟିକେ ନା ଜଷ୍ଟ ଖରାପ ନାଗି ପୋଡ଼ିଗଲା କେମିତି ମୁଁ ଭାବୁଛି ସାରିଛି ନା କ୍ଷୀର ଅଛି ଭାବୁଛି ବୋଉ ଆସିଲେ ଖାଇବି ନା ଏବେ ଖାଇବି ଭୋକ ବି କରୁଛି ମୁଁ ଭାବୁଛି ଏକାଥରେ ଖାଇଦେବି ସରିଯିବ ମୁଁ ଖାଇବା ବୋଉ ତାର ଆସିକି ଖାଇଦିଅ ଖାଇଦେବା ରୁଟି କରିଦେଇଛି କ୍ଷୀର ବି ନେଇ ଆଇଲି ଚିନି ଥିଲା ଚିନି ପକେଇଦେଲି ତ ଖାଇବା ଏବେ ଖାଇସାରିଲା ମୁଁ ଖାଇସାରିଛି ତ ତାର ବୋଉ ତାର ଆସିଲା ଆସି ତାର ପିଠା ଆଉ
କ୍ଷୀର ଭଜା ଥିଲା ତାର ଖାଉଛି। ମୁଁ ବି ଖାଇସାରିଛି। ତ ଆଜି ବ୍ଲଗ୍ ଏଠି ଏଣ୍ଡ କରିଛି। ଆଇ ହୋପ୍ ଆପଣମାନଙ୍କୁ ବ୍ଲଗ୍ଟି ଭଲ ଲାଗିଥିବ। ତ ଲାଇକ୍ କରି ସବସ୍କ୍ରାଇବ୍ କରିବା ଜମା ଭୁଲିବେନି। ବାଏ, ଥ୍ୟାଙ୍କସ୍ ଫର ୱାଚିଂ।